ମାଲିକ ପାଇଁ ଜୀବନ ଦେଇଦେଲା ଟାଇସନ୍। ଏ ଟାଇସନ୍ ମଣିଷ ନୁହେଁ, ପ୍ରଭୁ ଭକ୍ତ କୁକୁରଟିଏ। ରାତି ଅଧରେ ଘରେ ପଶୁଥିବା ନାଗସାପକୁ ଭିତରକୁ ଯିବାକୁ ଦେଲା ନାହିଁ। ନିଜେ ମରିଗଲା ସିନା, ଶତ୍ରୁକୁ ବି ଛାଡ଼ିଲା ନାହିଁ, ଜୀବନରୁ ମାରିଦେଲା। ଗତ ସୋମବାର ରାତି ପ୍ରାୟ 2ଟା ବେଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ରହୁଥିବା ଅମିନ ଶରୀଫଙ୍କ ଘରେ ପଶୁଥିଲା ଏହି ଭୟଙ୍କର ବିଷାକ୍ତ ନାଗସାପଟି। ହେଲେ ଠିକ୍ ଦୁଆର ମୁହଁରେ ଥିଲା ଡାଲମାସିଆନ୍ କୁକୁର ଟାଇସନ୍। ତାର ନଜର ପଡ଼ିଯାଇଥିଲା ସାପ ଉପରେ। ସାପକୁ ଭିତରକୁ ଛାଡ଼ିଲା ନାହିଁ ଟାଇସନ୍। ସାପ ତାକୁ ଆକ୍ରମଣ କଲା। ଟାଇସନ୍ ବି ଛାଡ଼ିବା ଜନ୍ତୁ ନଥିଲା। ନିଜକୁ ବଞ୍ଚାଇ ପ୍ରତି ଆକ୍ରମଣ କଲା। ବେଶ କିଛି ସମୟ ଚାଲିଲା ଲଢ଼େଇ। ଏହି ସଂଘର୍ଷ ଭିତରେ ସାପକୁ କାମୁଡ଼ି ଗୁରୁତର ଆହତ କରିଦେଲା ଯୋଦ୍ଧା ଟାଇସନ୍। ସେଇଠି ମରିପଡ଼ିଲା 3 ଫୁଟର ନାଗ। ହେଲେ ଲଢ଼େଇ ବେଳେ ସାପଟି ଟାଇସନ୍ର ବାମ ପାଟିକୁ କାମୁଡ଼ି ଦେଇଥିଲା। ଦେହରେ ବିଷ ଚରିଗଲା। ତଥାପି ଜୀବନ ବଞ୍ଚାଇବାକୁ ଖୁବ୍ ସଂଘର୍ଷ କରିଥିଲା କଥା କହିପାରୁନଥିବା ଜୀବଟି। କୁକୁର ଭୁକିବା ଶୁଣି ମାଲିକ ପରିବାର ଉଠି ଆସି ସବୁ ଘଟଣା ଜାଣିଲେ। ହେଲେ ତାକୁ ବଞ୍ଚାଇ ପାରିନଥିଲେ, କାରଣ ତାକୁ ବଞ୍ଚାଇବା ପାଇଁ କୌଣସି ସାଧନ ନଥିଲା। ଶେଷରେ ଟଳି ପଡ଼ିଲା ଟାଇସନ୍ ସବୁଦିନ ପାଇଁ। କିନ୍ତୁ ସମସ୍ତଙ୍କ ମନରେ ରହିଗଲା ଅଭୁଲା ସ୍ମୃତି ଭଳି, କେବଳ ତାର କର୍ମ ପାଇଁ, ପ୍ରଭୁଭକ୍ତି ଓ ସାହସ ପାଇଁ। ସେଇଥିଲାଗି ତ କୁହାଯାଏ, ମଣିଷର ସବୁଠାରୁ ବିଶ୍ୱସ୍ତ ହେଉଛି କୁକୁର। ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ସଂଗ୍ରାମ ହୋତାଙ୍କ ରିପୋର୍ଟ, କେ ନ୍ୟୁଜ୍।